ଯେଉଁମାନେ ଗଢ଼ିବାର କ୍ଷମତା ରଖନ୍ତି ସେମାନେ କେବେ ବି ଭାଙ୍ଗି ପଡ଼ନ୍ତି ନାହିଁ। ପ୍ରତ୍ୟେକ ଭୁଲରୁ ସେମାନେ କିଛି ନା କିଛି ଶିକ୍ଷା ଲାଭ କରନ୍ତି ଏବଂ ଆଗକୁ ବଢ଼ନ୍ତି। ତେଣୁ ସାଙ୍ଗମାନେ, ଯେଉଁ ମଣିଷ ଭୁଲରୁ କିଛି ଶିକ୍ଷା ଲାଭ କରି ନିଜକୁ ସୁଧାରି ଆଗକୁ ବଢ଼ିଥାଏ ସିଏ ତା ଜୀବନରେ ନିଶ୍ଚିନ୍ତ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାଏ। ଖୁସିରେ ରହିବାର 3ଟି ଉପାୟ। ଯାହା ଜୀବନରୁ ଚାଲିଗଲା ତାହା ମନରେ ନ ରଖିବା। ଯାହା ଅଛି ତା ପାଇଁ କୃତଜ୍ଞତା ପ୍ରକାଶ କରି ସନ୍ତୁଷ୍ଟ ରହିବା। ଜୀବନରେ ଆଗକୁ କିଛି ଭଲ ଘଟିବ ବୋଲି ଆଶା ଓ ବିଶ୍ୱାସ ରଖିବା। ସେବା ସମସ୍ତଙ୍କର କର, କିନ୍ତୁ ଆଶା କାହାଠୁ ମଧ୍ୟ ରଖ ନାହିଁ। କାହିଁକି ନା ସେବାର ପ୍ରକୃତ ମୂଲ୍ୟ ଈଶ୍ୱର ଆପଣଙ୍କୁ ଦେବେ, ମଣିଷ ନୁହେଁ। ମା ହାତରେ ଟିକିଏ ବି ଫୁର୍ସତ ନଥାଏ, କିନ୍ତୁ ବିପଦ ସମୟରେ ମାର ଆଶୀର୍ବାଦର ହାତଟି ନିଶ୍ଚିନ୍ତ ଭାବରେ ଆମର ମୁଣ୍ଡ ଉପରେ ଥାଏ। ତେଣୁ ସାଙ୍ଗମାନେ, ମା ଆଖିରେ ଟୋପାଏ ଲୁହ କେବେ ବି ଆସିବାକୁ ଦିଅନ୍ତୁ ନାହିଁ। ସମୟ ଓ ନିଜ ଲୋକ, ଯେତେବେଳେ ଏହି ଦୁହେଁ ଏକା ସମୟରେ ମିଶି ଆଘାତ ଦିଅନ୍ତି ସେତେବେଳେ ମଣିଷ କେବଳ ବାହାରୁ ନୁହେଁ ଭିତରୁ ପଥର ହୋଇଯାଇଥାଏ। କ୍ଷମାର ଯୋଗ୍ୟ ସିଏ ହୋଇଥାଏ ଯିଏ ଅଜାଣତରେ ଭୁଲ କରିଥାଏ, କିନ୍ତୁ ଯିଏ ଜାଣି ଶୁଣି ଚତୁରତାର ସହ ଭୁଲ କରିଥାଏ ସେ କେବେ ବି କ୍ଷମାର ଯୋଗ୍ୟ ହୋଇନଥାଏ। ତେଣୁ କ୍ଷମା କରିବା ପୂର୍ବରୁ ଭଲ ଭାବେ ଏ କଥାଟିକୁ ପରଖିବା ଦରକାର। ଆପଣ କାହାକୁ କ୍ଷମା କରିବାକୁ ଯାଉଛନ୍ତି? ଗାଈକୁ ଆବଶ୍ୟକତା ଠାରୁ ଅଧିକ ଘାସ ମିଳିଗଲେ ସେ ତାକୁ ନ ଖାଇ ତା ଉପରେ ଶୋଇପଡ଼େ। ଠିକ୍ ସେମିତି କିଛି ଲୋକଙ୍କୁ ସମ୍ମାନ, ପ୍ରଶଂସା, ଅଧିକାର ଏବଂ ଭଲ ପାଇବା ଆବଶ୍ୟକତା ଠାରୁ ଅଧିକ ମିଳିଗଲେ ସେମାନେ ତାହାର ମହତ୍ଵ ନ ବୁଝି ତାହାର ଦୁରୁପଯୋଗ କରିଦିଅନ୍ତି। ତେବେ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କର ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ, ଭଗବାନ ଶ୍ରୀକୃଷ୍ଣ କୁହନ୍ତି ପ୍ରତ୍ୟେକ ସମସ୍ୟାର 3ଟି ସମାଧାନ ଅଛି। ଏହାକୁ ଗ୍ରହଣ କର, ପରିବର୍ତ୍ତନ କର କିମ୍ବା ପରିତ୍ୟାଗ କର। ଯଦି ତୁମେ ଏହାକୁ ଗ୍ରହଣ କରିପାରିବ ନାହିଁ ତେବେ ଏହାକୁ ପରିବର୍ତ୍ତନ କର। ଯଦି ତୁମେ ଏହାକୁ ପରିବର୍ତ୍ତନ କରିପାରିବ ନାହିଁ ତେବେ ଏହାକୁ ଭଗବାନଙ୍କ ଉପରେ ଛାଡ଼ିଦେବା ଭଲ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।